ଗଞ୍ଜାମ ଜିଲ୍ଲା କୋଦଳା ସହରକୁ ସଂଯୋଗ କରୁଥିବା ଦିଗି କୋଦଳା ରାସ୍ତା ଅବସ୍ଥା ଏବେ ଜରାଜୀର୍ଣ୍ଣ ହୋଇପଡ଼ିଛି। ରାସ୍ତା ସାରା ଖାଲଖମା ହୋଇଛି ଏବଂ ଦୈନିକ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବାର ଦେଖିବାକୁ ମିଳିଛି। ସେପଟେ ଏନେଇ ଗ୍ରାମବାସୀମାନେ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଇଥିଲେ ମଧ୍ୟ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଦିଲ୍ଲୀପ ବେହେରା କହିଛନ୍ତି, ରାସ୍ତା କାମ କରିଥିବା ବ୍ୟକ୍ତି ମୃତ୍ୟୁ ଘଟିଛି। ରାସ୍ତା ନିର୍ମାଣର 5 ବର୍ଷ ମଧ୍ୟରେ ରାସ୍ତା ଖରାପ ହେଲେ ସଂଯୁକ୍ତ ଠିକାଦାର ମରାମତି କରିବା କଥା, କିନ୍ତୁ ଠିକାଦାରଙ୍କ ମୃତ୍ୟୁ ଘଟିଥିବାରୁ ମରାମତିରେ ବିଳମ୍ବ ଘଟିଛି। ଅନ୍ୟ ବ୍ୟବସ୍ଥା କରାଇ ଉକ୍ତ ରାସ୍ତାକୁ ମରାମତି କରାଯିବ, ତେବେ ତୁରନ୍ତ ଏହି ରାସ୍ତା ମରାମତି ଜରୁରୀ ହୋଇପଡ଼ିଛି। ମର୍ଦ୍ଦମେକ ଜିପି କୁସୁନପୁର ଗ୍ରାମ ଏମଏଲଏ ପାଖକୁ ଆସିଥିଲୁ। ଅଭିଯୋଗ ଗୋଟିଏ କଥା, ମର୍ଦ୍ଦମେକଠୁ ଆମର ସବଜେଲ ପର୍ଯ୍ୟନ୍ତ ଗୋଟେ ରାସ୍ତା ନିର୍ମାଣ ହୋଇଥିଲା। ସେ ରାସ୍ତାରେ ଯାହା ଖାଲ ଢେପ ପ୍ରତ୍ୟେକ ଦିନ ନାଇଟ୍ ନଥିବା ହେତୁ ପ୍ରତ୍ୟେକ ଦିନ ଦୁର୍ଘଟଣାଗ୍ରସ୍ତ ହେଇକି ଲୋକମାନେ ସବୁ ପଡ଼ୁଛନ୍ତି। ଏମଏଲଏକୁ ଏ କଥା ଆଜି ଆସିକିରି କହିଲୁ। ଆଉ କହିଲା ପରେ ଆଉ ପ୍ରତିଶ୍ରୁତି ଦେଇଛନ୍ତି, କ'ଣ ଏମଏଲଏ କରିପାରିବେ ସେଇଟା ଯାଇକି କହିବେ ବୋଲି କହିଲେ। ମର୍ଦ୍ଦମେକଠୁ ଆମର ଶାଳିଆ ଡ୍ୟାମ ପଟୁ କୁମାରୀପାରିଠୁ ଯେ କୋଦଳା ପର୍ଯ୍ୟନ୍ତ କଲେଜ ପର୍ଯ୍ୟନ୍ତ ହେଲେ ସବୁ ପିଲାମାନେ ମଧ୍ୟ ଯିବା ଆସିବା କରୁଛନ୍ତି। ପିଲାମାନେ ମଧ୍ୟ ସେ ଜାଗାରେ ସେ ଖାଲ ଢେପରେ ପଡ଼ିକିରି ହଇରାଣ ହରକତ ହଉଛନ୍ତି। ଗ୍ରାମ ଦେଇକି ଆମର ଦେଇକି ଠାରୁ ସବୁଜଳ ପର୍ଯ୍ୟନ୍ତ ରାସ୍ତା ଯୋଉ କଦର୍ଯ୍ୟ ହେଇଛି, କୋଉଠି ଆଣ୍ଠୁଏ କୋଉଠି ପେଟେ କୋଉଠି ଗାଡ଼ି ଘୋଡ଼ା କି ମଣିଷ ଚାଲିବାଟା କର୍ତ୍ତବ୍ୟ। ଆଜି ଏମଏଲଏ କଲୁ, ଜେଇ କଲୁ, ସେମାନେ କହିଲେ ତୁରନ୍ତ କରୁ ବୋଲି। ତାଙ୍କେ ତ କହିଲେ ତୁରନ୍ତ ଆମେ କରୁ ବୋଲି। ଏଇଟା ପ୍ରାୟ ବର୍ଷ ହେଲାଣି। ନାଇଁ, ଆଗରୁ ଜେଇ କୁହାଯାଇଥିଲା, ଆଉ ଯିଏ ତ କାମ କରିଥିଲେ ସେ ତ ମରିଗଲେ।